ହାତରେ ରକ୍ଷାସୂତ୍ର ବାନ୍ଧିଲେ ରୋଗ ସର୍ବଦା ଦୂରରେ ରହେ। 1. ଶରୀରର ବହୁତ ଅଙ୍ଗ ପର୍ଯ୍ୟନ୍ତ ଶିରା ପ୍ରଶିରା ମଣିବନ୍ଧ ବା ରିଷ୍ଟ ହୋଇ ଯାଇଥାଏ। ମଣିବନ୍ଧରେ ରକ୍ଷାସୂତ୍ର ବାନ୍ଧିଲେ ଏହି ଶିରା ପ୍ରଶିରା ନିୟନ୍ତ୍ରିତ ରହେ। ଏହାଦ୍ୱାରା ତ୍ରିଦୋଷ ମାନେ ବାତ ପିତ୍ତ ଓ କଫଜନିତ ରୋଗ ହୁଏ ନାହିଁ। 2. ବିଶ୍ୱାସ କରାଯାଏ କି ରକ୍ଷାସୂତ୍ର ଯାହାକୁ କଲାବା ବି କୁହାଯାଏ ବାନ୍ଧିଲେ ବ୍ଲଡ଼ ପ୍ରେସର, ହାର୍ଟ ଆଟାକ୍, ମଧୁମେହ ଭଳି ଗମ୍ଭୀର ରୋଗରୁ ବହୁତ ଆରାମ ମିଳେ। ଶାସ୍ତ୍ରରେ କୁହାଯାଇଥିବା ନିୟମ ଅନୁସାରେ ରକ୍ଷାସୂତ୍ର ମଣିବନ୍ଧରେ କେବଳ 3 ଥର ବୁଲାଇ ବନ୍ଧାଯାଏ। ଏମିତି କଲେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଆଶୀର୍ବାଦ ମିଳେ। 4. ଶାସ୍ତ୍ର ଅନୁସାରେ ମଣିବନ୍ଧରେ ଲାଲ ରଙ୍ଗର ସୂତ୍ର ବାନ୍ଧିଲେ କୁଣ୍ଡଳୀରେ ମଙ୍ଗଳ ଗ୍ରହ ମଜବୁତ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହଙ୍କ ଶୁଭ ରଙ୍ଗ ଲାଲ। ହଳଦିଆ ରଙ୍ଗର ସୂତ୍ର ବାନ୍ଧିଲେ କୁଣ୍ଡଳୀରେ ଗୁରୁ ବୃହସ୍ପତି ମଜବୁତ ହୁଅନ୍ତି। ସେହି କାରଣରୁ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସେ। 5. କିଛି ଲୋକ ରିଷ୍ଟରେ କଳା ରଙ୍ଗର ସୂତା ବାନ୍ଧନ୍ତି ଯାହା ଶନି ଗ୍ରହ ପାଇଁ ଶୁଭ ହୋଇଥାଏ। 6. ରକ୍ଷାସୂତ୍ର ପୁରୁଷ ବ୍ୟକ୍ତି ନିଜର ଡାହାଣ ହାତରେ ବାନ୍ଧିବା ଉଚିତ ଓ ମହିଳା ନିଜର ବାମ ହାତରେ ବାନ୍ଧିବା ଉଚିତ। ରକ୍ଷାସୂତ୍ର 40 ଦିନ ପର୍ଯ୍ୟନ୍ତ ପିନ୍ଧନ୍ତୁ ଓ ତାପରେ ସୂତାକୁ ପରିବର୍ତ୍ତନ କରି ନୂଆ ପିନ୍ଧନ୍ତୁ। 7. ହିନ୍ଦୁ ଧର୍ମରେ ରକ୍ଷାସୂତ୍ର ବାନ୍ଧିବା ପାଇଁ ଶୁଭ ଦିନ ନିର୍ଦ୍ଧାରିତ କରାଯାଇଛି। ରକ୍ଷାସୂତ୍ର ସର୍ବଦା ମଙ୍ଗଳବାର ବା ଶନିବାର ଦିନ ହିଁ ବଦଳାଇବା ଉଚିତ। ରକ୍ଷାସୂତ୍ର ବାନ୍ଧିବାର କିଛି ନିୟମ। 1. ରକ୍ଷାସୂତ୍ର ବାନ୍ଧିବା ସମୟରେ ବ୍ୟକ୍ତି ମଥାରେ କପଡ଼ା ପକାଇବା ଉଚିତ। ସେହି ସମୟରେ ଯଦି କିଛି କପଡ଼ା ନ ମିଳେ ତେବେ ଗୋଟିଏ ହାତ ମଥା ଉପରେ ରଖିବା ଉଚିତ। ସୂତ୍ର ବାନ୍ଧିବା ସମୟରେ ବ୍ୟକ୍ତି ହାତ ମୁଠା କରିବା ଉଚିତ। ଯଦି ସମ୍ଭବ ହୁଏ ତେବେ ମୁଠାରେ କିଛି ପଇସା ବି ରଖିବା ଉଚିତ। ଘରେ କାହାର ମୃତ୍ୟୁ ପରେ ରକ୍ଷାସୂତ୍ର ଅପବିତ୍ର ହୋଇଯାଏ କିମ୍ବା ସୂତ୍ର ଯଦି ଛିଡ଼ିଯାଏ ତାକୁ ବଦଳାଇ ଦେବା ଉଚିତ। ଫ୍ରେଣ୍ଡସ୍, ନିଜର ଭଲ ପାଇବା ଦେବା ପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ମୋତେ ପ୍ଲିଜ୍ ସପୋର୍ଟ କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।